बहुत बढ़िया। बहुत बहुत धन्यवाद। आत्मा नमस्ते। रामराज। এই সুন্দর সন্ধ্যাକୁ ସମସ୍ତଙ୍କୁ ସ୍ୱାଗତ, ସମସ୍ତଙ୍କୁ ଶୁଭେଚ୍ଛା, ସମସ୍ତଙ୍କ ପାଇଁ ଶୁଭକାମନା, ସମସ୍ତଙ୍କ ପାଖରେ ଥିବା ସେଇ ପରମାତ୍ମାଙ୍କୁ କୋଟି କୋଟି ପ୍ରଣାମ। କୋଟି କୋଟି ପ୍ରଣାମ ଆମର ଜନ୍ମଦାତା, ଆମର ଜନ୍ମଦାତ୍ରୀଙ୍କୁ, ଆମର ଗୁରୁଙ୍କୁ, ଆମର ଗୁରୁଜନ ମାନଙ୍କୁ, ଆମର ବନ୍ଧୁ, ଆମର ହିତାକାଂକ୍ଷୀ, ଆମର ହିତୈଷୀ ମାନଙ୍କୁ। ପୃଥିବୀ, ଜଳ, ଅଗ୍ନି, ବାୟୁ, ଆକାଶ ସମସ୍ତଙ୍କୁ କୋଟି କୋଟି ପ୍ରଣାମ ସହିତ ଏହି ସୁନ୍ଦର ସନ୍ଧ୍ୟାରେ ଆଜି ଆମେ ଚଳିତ ବର୍ଷର ହିନ୍ଦୁ ନବବର୍ଷର ଅଭିନନ୍ଦନ, ସମସ୍ତଙ୍କୁ ଅଭିନନ୍ଦନ, ସମସ୍ତଙ୍କୁ ଧନ୍ୟବାଦ, ସମସ୍ତଙ୍କୁ କୃତଜ୍ଞତାର ସହିତ ଏହି ସୁନ୍ଦର ସେସନକୁ ଆରମ୍ଭ କରୁଛନ୍ତି। ବହୁତ ବହୁତ ଧନ୍ୟବାଦ। ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ ୟୁନିଭର୍ସ, ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ। ତ ଆମେ ଜାଣିଛନ୍ତି ସ୍ୱର ବିଜ୍ଞାନକୁ ନେଇକି ଅନେକ କିଛି ଆମେ ବିଭିନ୍ନ ସମୟରେ ସାଧନ କରିଛନ୍ତି, ବିଭିନ୍ନ ସମୟରେ କିଛି ଜାଣିଛନ୍ତି। ତ ଭଗବାନ ଶିବ ମା ପାର୍ବତୀଙ୍କର ପ୍ରତିଟି ଜିଜ୍ଞାସାର ଉତ୍ତର ମାନବ ସମାଜର କଲ୍ୟାଣ ପାଇଁ ଯୋଉ ଦେଇଛନ୍ତି, ଯାହା ଶ୍ୱାସର ବିଜ୍ଞାନ ଉପରେ ବା ଶ୍ୱାସ ଉପରେ ପର୍ଯ୍ୟବେସିତ, ତାହାକୁ ହିଁ ସ୍ୱର ବିଜ୍ଞାନ ଆମେ କହୁଛେ। ଆମେ ବିଭିନ୍ନ ସମୟରେ କଥା ହେଇଛେ, ସ୍ୱର ବିଜ୍ଞାନ ବିଷୟରେ ଅନେକ କିଛି ଜାଣିଛେ, ଯାହା ଜଣେ ମାନବ ବା ଗୋଟେ ଜୀବ ଯେତେବେଳେ ଧରା ପୃଷ୍ଠକୁ ଆସେ, ମାନେ ପ୍ରି ଇନଷ୍ଟଲ ହେଇକି ତାର ଶ୍ୱାସ ସହିତ ସେ ଆସେ। ଏ ଶ୍ୱାସ ହିଁ ତାର ଜୀବନ। ଯେତେବେଳେ ଏ ଶ୍ୱାସ ଶରୀରରୁ ଚାଲିଯାଏ ଆଉ ଫେରି ଆସେନି, ସେତେବେଳେ ଏ ଶିବ ଶବ ହେଇଯାନ୍ତି। ଏ ଶ୍ୱାସ ବିଜ୍ଞାନ ପଛରେ ବା ଏ ସ୍ୱର ବିଜ୍ଞାନ ପଛପଟେ ଏକ ବହୁତ କଥା ଲୁଚି ରହିଛି, ଯେମିତିକି ଆମେ ଜୀବନକୁ ଉତ୍ସବ ବନଉଛେ ଆଉ ମୃତ୍ୟୁକୁ ମହୋତ୍ସବ ବନଉଛେ। ଏଇ ତ ବିଜ୍ଞାନ, ୟା ଭିତରେ ଏଇ ତ କଳା ୟା ଭିତରେ ଲୁଚି ରହିଛି। ତେବେ ଆମେ ବାସ୍ତବରେ, ମୁଁ ଗତ ଥର ବହୁତ ଗୁରୁତ୍ୱ ଦେଇଥିଲି, ଆପଣମାନେ ବି ଜାଣିଛନ୍ତି, ଆପଣମାନେ ବି କରିଥିଲେ, ତାକୁ ବହୁତ ସୁନ୍ଦର ଭାବରେ ଅନୁଭବ ବି କରିଥିବେ। ତ ମୁଁ କେତୋଟି ଟିପ୍ସ କହୁଛି ଏଇ ନବବର୍ଷ ପାଇଁ। ଏଇ ନବବର୍ଷର ଆରମ୍ଭ ହିଁ ଆମକୁ କହିଦବ ଆଗାମୀ ସାଲ ଆମର କୋଉ ଭଳିଆ ବିତିବ। ତ ଦେଖନ୍ତୁ, ଯେତେବେଳେ ଇଂରାଜୀ କ୍ୟାଲେଣ୍ଡର ନବବର୍ଷ ଆସେ, ସେତେବେଳେ ବହୁତ କିଛି ରାଶିଫଳ ଆସେ, ଜ୍ୟୋତିଷ ଶାସ୍ତ୍ର କଥା ଆସେ। ତ ସ୍ୱର ବିଜ୍ଞାନ ଏଭଳି ଏକ ବିଜ୍ଞାନ ଯାହା କୌଣସି ଶାସ୍ତ୍ର ଠାରୁ ବି ଉର୍ଦ୍ଧ୍ୱରେ। କେବଳ ଆପଣଙ୍କର ସ୍ୱର, ମୋର ସ୍ୱର ମତେ କହିଦବ ଯେ ମୁଁ କେମିତି, ମୋର କୋଉ ଜିନିଷରେ ମୁଁ କଣ ରେଜଲ୍ଟ ପାଇବି। ସ୍ୱର ବହୁତ କିଛି ବାର୍ତ୍ତା ନେଇକି ଆସେ। ପ୍ରତିଟି ସ୍ୱରରେ ଏକ ସନ୍ଦେଶ ରହିଛି, ପ୍ରତିଟି ଶ୍ୱାସରେ ଏକ ରହସ୍ୟ ଲୁଚିକି ରହିଛି। ତାକୁ ଆମେ ଯେତେବେଳେ ଜାଣିପାରୁଛେ, ବହୁତ କିଛି ଜାଣିପାରୁଛେ। ତ ପ୍ରଥମେ ଆମେ କଣ କରିବା ନା, ଆମେ ସମସ୍ତେ ଜାଣିଛନ୍ତି 19 ତାରିଖରୁ ଆମର ନବବର୍ଷ। 19 ତାରିଖର ପ୍ରଥମ ସୂର୍ଯ୍ୟର ପ୍ରଥମ ପହିଲି କିରଣ ଆମକୁ ଅନେକ କିଛି, ଆମର ସମ୍ଭାବନା, ଅନେକ କିଛି ଭବିଷ୍ୟବାଣୀକୁ ନେଇ ଇଏ ଆସେ, ବା ୟାକୁ ଆମେ ଜାଣିପାରିବା ଆମର ଶ୍ୱାସ ମାଧ୍ୟମରେ। ତ ବହୁତ ସୁନ୍ଦର ଭାବରେ ଚେଷ୍ଟା କରନ୍ତୁ, ସେଦିନ ଯଦି ଆମର ଚନ୍ଦ୍ର ସ୍ୱର ଆସେ, ବହୁତ ଭଲ। 19 ତାରିଖ, ଆଉ ଏଇ ଦିନଟିକୁ ଆମେ ସୁନ୍ଦର ଭାବରେ ଚନ୍ଦ୍ରସ୍ୱର ଆଣିବା ପାଇଁ ମାନସିକ ପ୍ରସ୍ତୁତିରେ ରହିବା। ମାଇଣ୍ଡକୁ କମାଣ୍ଡ କରିବା ଯେ ମୋର ସବକନସିୟସ ମାଇଣ୍ଡ, ତୁ ଜାଣିଛୁ ମୋର ନବବର୍ଷ ଆରମ୍ଭ ହଉଛି, ମୁଁ ଜାଣିଛି ତୁ ବହୁତ ପାୱାରଫୁଲ, ତୁ ମତେ ସବୁ ଶକ୍ତି ଦବୁ, ତୁ ମତେ ସବୁ ସାମର୍ଥ୍ୟ ଦବୁ। ଆଗାମୀ ନବବର୍ଷ ବା ଆଗାମୀ ବର୍ଷ ମୁଁ ସମସ୍ତ ଅନୁକୂଳତାର ସହିତ, ସମସ୍ତ କଲ୍ୟାଣ ସହିତ, ଅନେକ କିଛି ସକାରାତ୍ମକ ମାନେ ପଦକ୍ଷେପ ସହିତ ବା ସକାରାତ୍ମକ ମୋର ଆଚିଭମେଣ୍ଟ ସହିତ ମୁଁ ଆଗକୁ ବଢିବି। ତେଣୁ ତୁ ମତେ ଚନ୍ଦ୍ରସ୍ୱର ଦବୁ। ଏଭଳିଆ ଭାବନା ନେଇକି ଆମେ ଆସିବା ଉଚିତ। ତ ଆମର ଜଳ ତତ୍ଵ କେତେ ଆଙ୍ଗୁଳ ତଳ ପର୍ଯ୍ୟନ୍ତ ଯଦି ଆମର ଶ୍ୱାସ ଲମ୍ବା ଭାବରେ ଚାଲିବ, ଆମେ ତାକୁ ଜଳ ତତ୍ଵ ବୋଲି କହିବା। କେହି ମନେ ରଖିଛନ୍ତି? ମେସେଜ କରିବେ। ଜଳ ତତ୍ଵ। ଭେରି ଗୁଡ, ଭେରି ଗୁଡ, ବହୁତ ବଢିଆ। ପୃଥିବୀ ତତ୍ଵ।
ଭେରି ଗୁଡ, ଭେରି ଗୁଡ। ତ ଦେଖନ୍ତୁ, ସେଦିନ ଆମେ ସକାଳୁ ଉଠିକି ଆମେ ଦେଖିବା କି ଆମର ଯଦି ଜଳ ତତ୍ତ୍ୱ ଆସୁଛି, ଚନ୍ଦ୍ର ନାଡି ଜଳ ତତ୍ତ୍ୱ। ଯୋଉମାନେ ସୌର ବିଜ୍ଞାନ ଜାଣିନାହାନ୍ତି, କିଛି ଆପଣ ମାନେ ବ୍ୟସ୍ତ ହୁଅନ୍ତୁନି। ଦେଖିବେ ଆପଣଙ୍କର ବାମ ନାସିକାରେ ଅଧିକା ଶ୍ୱାସ ଆସୁଥିବ। ଯଦି କେହି ଏବେ ବି ଭାବୁଥାନ୍ତି ଯେ ଦୁଇ ନାସିକାରେ ଆମର ସମାନ ପରିମାଣରେ ଆସେ, ତେବେ ତାହା ଭୁଲ। ବହୁତ ସମୟରେ ଆମର ଗୋଟିଏ ନାସିକାରେ ହିଁ ଶ୍ୱାସ ଆସେ ଏବଂ ବଦଳେ। କେବେ ଲେଫ୍ଟ ନାସିକାରେ ଆସିବ, କେବେ ରାଇଟ ନାସିକାରେ ଆସିବ। ଯଦି ସମାନ ଭାବରେ ଆସୁଛି, ତାହେଲେ ସେ ଅନେକ କିଛି ଲକ୍ଷଣ, ଅନେକ କିଛି ବିଲକ୍ଷଣକୁ ନେଇକି ଆସୁଛି। ତା ବିଷୟରେ ଆମେ ଗଭୀର ଜ୍ଞାନ ପରବର୍ତ୍ତୀ କ୍ଲାସ ମାନଙ୍କରେ ନବା। ତେବେ ଆମେ ଆ ଚେଷ୍ଟା କରିବା କି ଯେମିତି ଆମର ଚନ୍ଦ୍ରସ୍ୱର ଚାଲିଥିବ। କାହିଁକି ନା ଚନ୍ଦ୍ର ହଉଛନ୍ତି ମନର କାରକ, ଚନ୍ଦ୍ର ହଉଛନ୍ତି ଶାନ୍ତିର କାରକ, ଚନ୍ଦ୍ର ହଉଛନ୍ତି ଆମର ମାନିଫେଷ୍ଟେସନ କାରକ। ଯଦି ଇଏ ଆସୁଛନ୍ତି ଆଉ ଜଳ ତତ୍ତ୍ୱ ଆସୁଛନ୍ତି, ତାହେଲେ ବହୁତ ଭଲ। ଯଦି ଆପଣଙ୍କର ଚନ୍ଦ୍ର ନାଡି ଆଉ ଜଳ ତତ୍ତ୍ୱ ଆସୁଥିବ, ତ ବିଶ୍ୱାସ ରଖନ୍ତୁ ଏ ବର୍ଷଟି ଆପଣଙ୍କର ବହୁତ ଆନନ୍ଦରେ ଯିବ, ଇନକମ ବଢିବ, ସୁଖ ଶାନ୍ତି ଇଏ ବି ବହୁତ କିଛି ବଢିଯିବ। ସୁଖ ଶାନ୍ତି ଅନେକ କିଛି ବଢିଯିବ, ଧାର୍ମିକ କାର୍ଯ୍ୟରେ ମନ ରହିବ। ଆମେ ଫାଷ୍ଟ ପ୍ରିଫରାନ୍ସ ନବା, ପ୍ରଥମ ଲକ୍ଷ୍ୟ ରଖିବା ଆମର ଚନ୍ଦ୍ର ସ୍ୱର ଚାଲୁ ଏବଂ ଜଳ ତତ୍ତ୍ୱ ଚାଲୁ। ଦେନ୍ ଯଦି ଆମର ଆର୍ଥ ଏଲିମେଣ୍ଟ ଚାଲିଲା, 12 ଆଙ୍ଗୁଳ ରହିଲା, ତେବେ ବି କୌଣସି ଅସୁବିଧା ନାହିଁ, ବହୁତ ଭଲ। ଶାନ୍ତି ଆମକୁ ବର୍ଷ ଯାକ ମିଳିବ। ଆମେ ଯୋଉ ବି କାର୍ଯ୍ୟ କରିବା ଆମର ସ୍ଥାୟୀ ହବ। ହେଲା, ପୃଥିବୀ କଣ ନା ସ୍ଥାୟୀତ୍ୱର ପ୍ରତୀକ। ହେଲା, ସିଏ ବି ଆମ ପାଇଁ ଭଲ। ଆଉ ଚନ୍ଦ୍ର ସ୍ୱର ଚାଲିଛି, ଯଦି ଏୟାର କି ଫାୟାର, ହେଲା ଆପଣଙ୍କର ତେରଛା ଆସୁଛି, ଉପରକୁ ଯାଉଛି, ଏସବୁ ଯଦି ଚାଲିଛି ଚଳିଯିବ, ଲାଇଫ ସାମାନ୍ୟ ଚାଲିବ, ଚଳିଯିବ। କାହିଁକି ନା ଯେହେତୁ ଚନ୍ଦ୍ର ସ୍ୱର ଚାଲିଛି, ଆପଣଙ୍କର ଭଲ ହବ, ସେମିତି କୌଣସି ଅସୁବିଧା ହବ ନାହିଁ। ସେଇଟାକୁ ଆମେ ଦେଖିବା ଦରକାର। ପ୍ରଥମ କଥା ହଉଛି ଆମର ଚନ୍ଦ୍ର ସ୍ୱର ଚାଲୁଥିବା ଦରକାର। ଯଦି ସୂର୍ୟ ସ୍ୱର ଚାଲୁଛି ଚନ୍ଦ୍ର ସ୍ୱର ଅପେକ୍ଷା, ଯଦିଓ ଆମକୁ ଫଳାଫଳରେ କିଛି କମ ପଡିଯିବ, ତେବେ ବି ଯଦି ସୂର୍ୟ ସ୍ୱରରେ, ମନେ ରଖନ୍ତୁ ରେକର୍ଡିଂ ବି ଆଉଥରେ ଦେଖିଦେବେ, ସୂର୍ୟ ସ୍ୱରରେ ଯଦି ଆପଣଙ୍କର ଜଳ ତତ୍ତ୍ୱ ଚାଲିଛି ବା ଆପଣଙ୍କର ପୃଥିବୀ ତତ୍ତ୍ୱ ଚାଲିଛି, ସାମାନ୍ୟ ରହିବ ଲାଇଫ। ଯେମିତି କି ଚନ୍ଦ୍ର ସ୍ୱର ଚାଲିଥିବ, ଯଦି ଫାୟାର କି ଏୟାର ଚାଲିଥିବ, ଲାଇଫ ଯୋଉ ଭଳିଆ, ସୂର୍ୟ ସ୍ୱରରେ ଜଳ ତତ୍ତ୍ୱ ଆଉ ପୃଥିବୀ ତତ୍ତ୍ୱରେ ସେଇଭଳିଆ। ମାନେ ଆପଣଙ୍କର କୌଣସି ଅସୁବିଧା ନାହିଁ, ଚଳିଯିବ। ଆଉ ସୂର୍ୟ ସ୍ୱରରେ ଫାୟାର କି ଏୟାର ଯଦି ଚାଲିଥିବ, ବହୁତ କଷ୍ଟପ୍ରଦ। ତାକୁ ନ ବଦଳିଲା ପର୍ଯ୍ୟନ୍ତ ଆପଣ ଶଯ୍ୟା ତ୍ୟାଗ କରନ୍ତୁ ନାହିଁ କି ତଳକୁ ଆସନ୍ତୁ ନାହିଁ। ଯଦି କ୍ଲିୟର ସମସ୍ତେ ସି 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 ଲେଖି ଦିଅନ୍ତୁ। ବୁଝିପାରୁଛନ୍ତି? ଆମେ 19 ତାରିଖ ହଉଛି ବହୁତ ଇମ୍ପୋର୍ଟାଣ୍ଟ ଦିନ ଆମ ପାଇଁ। 19 ତାରିଖ ସକାଳୁ ଆମେ ବେଡରେ ଆମର ଚନ୍ଦ୍ରସ୍ୱର ଆସୁଥିବା ଦରକାର। ହେଲେ ଆମେ ଶଯ୍ୟା ତ୍ୟାଗ କରିବା। ଯଦି ଚନ୍ଦ୍ର ସ୍ୱରରେ ଜଳ ତତ୍ତ୍ୱ ବା ପୃଥିବୀ ତତ୍ତ୍ୱ ଚାଲିଥିବ, ବହୁତ ଭଲ ରେଜଲ୍ଟ। ଚନ୍ଦ୍ର ସ୍ୱରରେ ଯଦି ଅଗ୍ନି ତତ୍ତ୍ୱ ଚାଲିଥିବ କି ବାୟୁ ତତ୍ତ୍ୱ ଚାଲିଥିବ, ଲାଇଫ ସାମାନ୍ୟ ହବ, ଚଳିବ, କୌଣସି ଅସୁବିଧା ନାହିଁ। ସେଇଭଳି ଭାବରେ ଯଦି ସୂର୍ୟ ସ୍ୱର ଚାଲୁଥିବ, ସୂର୍ୟ ସ୍ୱରରେ ଯଦି ଜଳ ତତ୍ତ୍ୱ ବା ପୃଥିବୀ ତତ୍ତ୍ୱ ଥିବ, ତେବେ ଲାଇଫ ସାମାନ୍ୟ ରହିବ, କୌଣସି ଅସୁବିଧା ନାହିଁ। ଆଉ ସୂର୍ୟ ସ୍ୱରର ଯଦି ବାୟୁ ତତ୍ତ୍ୱ ବା ଅଗ୍ନି ତତ୍ତ୍ୱ ଚାଲିଥିବ, କୌଣସି ପ୍ରକାର ଆପଣ ଶଯ୍ୟା ତ୍ୟାଗ କରିକି ତଳକୁ ଓହ୍ଲାନ୍ତୁ ନାହିଁ। କେତେ ଡେରି ହଉଛି ହଉ, ଚେଷ୍ଟା କରନ୍ତୁ, ସ୍ୱର ବଦଳାନ୍ତୁ, ତତ୍ତ୍ୱ ବଦଳାନ୍ତୁ, ବଦଳେଇକି ଆପଣ ଉଠନ୍ତୁ। ହଁ, ସେଥିପାଇଁ ଆମେ କଣ କରିବା ନା 19 ତାରିଖ ଯେହେତୁ ଗୁରୁବାର ପଡୁଛି, ଆମେ 18 ତାରିଖ ରାତିରେ ଯେତେବେଳେ ମାନେ ଶଯ୍ୟା କରିବା ପାଇଁ ଯିବା ବା ଶୋଇବା ପାଇଁ ଯିବା, ଭଲ ଭାବରେ ହାତ ପାଦ ଧୁଅନ୍ତୁ। ଯୋଉମାନଙ୍କର ଅଭ୍ୟାସ ଅଛି ରାତିରେ ଗାଧେଇ ପଡନ୍ତୁ। ଆପଣଙ୍କର ଖଟକୁ ମାନେ ବେଡ୍ ଟାକୁ ଯୋଉ ସଜାଡୁଛନ୍ତି, ଯାଇ ତାଇ ସଜାଡନ୍ତୁନି, ଭଲ ଭାବରେ ସଜାଡନ୍ତୁ। ଯଦି ଅଛି ହ୍ୱାଇଟ କଲର ବେଡସିଟ୍ ପକେଇ ଦିଅନ୍ତୁ ଏବଂ ଆପଣଙ୍କର ବେଡସିଟ୍ ତଳେ, ଏଗୁଡାକ ଯୋଉ ମୁଁ କହୁଛି କରିବା ପାଇଁ ବାଧ୍ୟ ନୁହଁ, ମୁଁ ଏଇଥିପାଇଁ କହୁଛି ଯଦି ଏଇଭଳି ଭାବରେ ଆମେ ସଜେଇ ଦବା, ଚନ୍ଦ୍ର ତତ୍ତ୍ୱ ଆଟ୍ରାକ୍ଟ ହୁଏ।
ହ୍ୱାଇଟ୍ କଲର ଯଦି ବେଡସିଟ୍ ପଡି ଯାଇଥିବ ଆଉ କଣ କରିବା ନା ଆମ ହ୍ୱାଇଟ୍ କଲର ଯୋଉ ବେଡସିଟ୍ ଥିବ ତା ତଳେ ହଳଦିଆ ସୋରିଷ କିଛି ବୁଣି ଦିଅନ୍ତୁ। ମୁଣ୍ଡ ଉପରେ ତକିଆ ତଳେ କର୍ପୂର କିଛି ରଖନ୍ତୁ। ଏଇଥିପାଇଁ କର୍ପୂର ରଖିବା ଯଦି ଆମେ ତାକୁ ଶୁଙ୍ଘିଦବା କର୍ପୂରର ବାସ୍ନାରେ ଚନ୍ଦ୍ରଶୋର ଆସିଯାଏ। ହେଲା, ଆହୁରି ଗୋଟେ କଥା, ସେଦିନ ଲେଟ୍ ନାଇଟରେ ଶୁଅନ୍ତୁନି। ନିଦ ପର୍ଯ୍ୟାପ୍ତ ଯଦି ହେଇଗଲା ଆପଣଙ୍କର ଚନ୍ଦ୍ରଶୋର ଆସିବ ହିଁ ଆସିବ। ଆଉ ସେଦିନ ଯଦି ଆପଣଙ୍କର ଚନ୍ଦ୍ରଶୋର ଆସୁଛି, ଜଳ ତତ୍ତ୍ୱ ବା ପୃଥିବୀ ତତ୍ତ୍ୱ ଅଛି, ଆମେ ଯୋଉଭଳି ଭାବରେ ସ୍ୱର ବିଜ୍ଞାନ ଜାଣିଛନ୍ତି, ଯେତେବେଳେ ଆମେ ଶଯ୍ୟା ତ୍ୟାଗ କରୁଛନ୍ତି ଆମେ 5 ଥର ଯୋଉ ମ୍ୟାନିଫେଷ୍ଟେସନ କରୁଛନ୍ତି ଶ୍ୱାସକୁ ରଖିକି ସଗୁଣର ସହିତ, ସେଇଟାକୁ ନିଶ୍ଚିତ ଭାବରେ କରନ୍ତୁ। ଆଉ ଯଦି ସେଦିନ ଚନ୍ଦ୍ରଶୋର ଚାଲିଛି ଆଉ ଜଳ ତତ୍ତ୍ୱ ଚାଲିଛି, 6 ପାଦ ଆପଣ ଚାଲନ୍ତୁ। ହେଲା, 2 ପାଦ ଚାଲିପାରିବେ କିନ୍ତୁ 6 ପାଦ ସେଦିନ ଚାଲନ୍ତୁ। ହଁ, ଆଉ ଯଦି ଆମେ ଚାହୁଁଛନ୍ତି ଆମ ସ୍ୱାସ୍ଥ୍ୟକୁ ନିରାମୟ ରଖିବା ପାଇଁ, ଆମେ କଣ କରିବା? ସେଦିନ ଭଗବାନଙ୍କର ପୂଜା କରିବା। ପୂଜା କରି ସାରିକି ଆମେ ଯୋଗାଡ଼ କରିବା 5ଟି ନିମ୍ବ ପତ୍ର, 5ଟି ତୁଳସୀ ପତ୍ର, 5ଟି ଗୋଲମରିଚ। ୟାର ଗୋଟିଏ ଗୋଟିଏ ଗୋଲି ନିଜେ ସେବନ କରିଦିଅନ୍ତୁ, ଛୁଆମାନଙ୍କୁ ସେବନ କରିବାକୁ ଦିଅନ୍ତୁ। ଆମେ ସୁସ୍ଥ ଆଉ ନିରାମୟ ରହିବା। ଯଦି ୟାକୁ କଣ୍ଟିନ୍ୟୁ ଆମେ ସେଇ ପକ୍ଷ ଯାକ 15 ଦିନ ପ୍ରତିଦିନ ଏଭଳି ଗୋଟେ ଗୋଟେ ଗୋଲି କରିକି ଖାଉଛନ୍ତି, ତ ସ୍ୱର ବିଜ୍ଞାନ ଇଏ ଅନୁସାରେ ବା ସିଦ୍ଧାନ୍ତ ଅନୁସାରେ ଆମେ ସମ୍ପୂର୍ଣ୍ଣ ସୁସ୍ଥ ଏ ବର୍ଷଟି ଯାକ ରହୁଛନ୍ତି। ବୁଝିପାରିଲେ? କ୍ଲିୟର? ଆଉ ଯେତେବେଳେ ୟାକୁ ଖାଇବା ଆମେ ହାଲକା ଗରମ ପାଣିରେ ହିଁ ତାକୁ ନବା। ହେଲା, ଇଏ ହେଲା ଆପଣ ମାନଙ୍କର ସ୍ୱାସ୍ଥ୍ୟ ବଟିକା। ତାପରେ ଆମେ ଆସିବା କଳସ ସ୍ଥାପନ କରିବା କଥା। ହେଲା, ଇଏ ନବରାତ୍ରିର କଳସ ନୁହଁ, ଘଟ ସ୍ଥାପନ ନୁହେଁ। ଆମେ ଆମର ସୁଖ ସମୃଦ୍ଧି ପାଇଁ କଳସୀକୁ ସ୍ଥାପନ କରିବା। କଣ କଳସ ସ୍ଥାପନ କରିବା? ନା ଗୋଟେ ଛୋଟିଆ କଳସଟିଏ ନବା। ତାହା ମାନେ କୌଣସି ମେଟାଲ ହେଇପାରେ, ତାହା ଇଏର ବି ହେଇପାରେ, ମାନେ ମାଟିର ବି ହେଇପାରେ। ଆମେ ସେଥିରେ ନବା। ଏଇ କଳସ ନେଇକି ସେଥିରେ 5ଟି ହଳଦୀ, ମାନେ ଖଣ୍ଡ ହଳଦୀ, 5ଟି ଗୁଆ, କିଛି ପିଲି ସୋରିଷ ଅର୍ଥାତ୍ ହଳଦିଆ ସୋରିଷ, ପଞ୍ଚରତ୍ନ, ଆଉ କିଛି ଧନିଆ। ଯୋଉ ଧନିଆ କାଲି ଆପଣ ମାର୍କେଟରୁ ନେଇ ଆସିବେ, ତାକୁ ମାନେ ଟିକେ ଭଲରେ ସଫା କରିକି ଶୁଖେଇକି ରଖିଥିବେ। ସେଇ ଧନିଆ ୟାକୁ ହିଁ ଏ କଳସରେ ଭରି ହବ, କୌଣସି ଜଳ ନୁହେଁ। ବୁଝିପାରୁଛନ୍ତି? ଏଇ କଳସକୁ ସ୍ଥାପନ କରିକି ଆପଣଙ୍କର ଈଶାନରେ ରଖିକି ଗୋଟେ ଅଖଣ୍ଡ ଦୀପ, ଯଦି ଆମେ ଗାଈର ଘିଅରେ ଅଖଣ୍ଡ ଦୀପ ଲଗାଉଛନ୍ତି ଏବଂ ଏଇ ନବରାତ୍ରି ପର୍ଯ୍ୟନ୍ତ ବା ଏଇ 9 ଦିନ ସେ ପ୍ରଜ୍ୱଳିତ ରହୁଛନ୍ତି, ତେବେ ଆମ ଘରେ କୌଣସି ବାସ୍ତୁ ଦୋଷ, କୌଣସି ନେଗେଟିଭ କଥା କଣ କଣ ଥିଲେ ବି ସେ ସବୁ ରିମୁଭ ହେଇକି ଆମ ଜୀବନକୁ ଭଲ କଥା ଆକର୍ଷିତ ହୁଏ। ଏ କଥା ଆପଣ ମାନେ ଦ୍ୱିତୀୟ କଥାରେ ରଖିପାରିବେ। ତୃତୀୟ କଥା, ଆମେ ସେଦିନ ବନ୍ଧନ ବାର। ହେଲା, ବନ୍ଧନ ବାର ବୋଲେ କଣ? ଆମ ଦୁଆରେ ଆମେ ଯୋଉ ଆମ୍ବ ତୋରଣ କରୁଛନ୍ତି, ସେ ଆମ୍ବ ତୋରଣକୁ ଆମେ 24ଟି ପତ୍ର ଅଖଣ୍ଡିତ, କୌଣସି ଖଣ୍ଡିତ ହେଇନଥିବେ। ହେଲା, ବହୁତ ଭଲ ପତ୍ର 24ଟି ଆଣନ୍ତୁ। କେଶର, ଯୋଉମାନେ ଆମେ କେଶର ବିଭିନ୍ନ ସମୟରେ ଆମେ ଆଲୋଚନା କରିଛନ୍ତି, କେଶରର ପାଉଡର ସ୍ୱର ବିଜ୍ଞାନ କ୍ଲାସରେ ବି ଆଲୋଚନା କରିଛନ୍ତି। କେଶରର ପାଉଡରରେ ଆମେ ନିଜର ଇଚ୍ଛା ସହିତ କୋଉ ଇଚ୍ଛାକୁ, କୋଉ ମ୍ୟାନିଫେଷ୍ଟେସନକୁ ଆମେ ସକ୍ସେସ କରିବା ପାଇଁ ଚାହୁଁଛନ୍ତି, ସେଥିରେ ଆମେ ସ୍ୱସ୍ତିକ କରିକି କେଶର ପାଉଡରରେ ଅଖଣ୍ଡିତ ଆମ୍ବ ପତ୍ରରେ 24ଟି ପତ୍ରରେ ଆମେ ସ୍ୱସ୍ତିକ ଅଙ୍କନ କରିକି ଆମର ମୁଖ୍ୟ ଦ୍ୱାରରେ ଆମେ ଲଗେଇ ଦବା। ଇଏ ହଉଛି ବହୁତ ଭଲ। ଏଇ 15 ଦିନ ପରେ ଯେତେବେଳେ ଦେଖନ୍ତୁ ଆମର ଯଦି କୌଣସି ଆମେ ଲଗଉଛନ୍ତି ଏଇ ଯୋଉ ବନ୍ଧନ ବାର, ଯୋଉଟାକୁ ଆମେ ଆମ୍ବ ତୋରଣ କହୁଛେ, ବର୍ଷ ବର୍ଷ ଧରିକି 6 ମାସ ଧରିକି ରଖୁଛନ୍ତି, କେତେବେଳେ ବି ଲଗେଇଲେ ତାକୁ ରଖନ୍ତୁନି। ମ୍ୟାକ୍ସିମମ୍ 15 ଡେଜ ରଖନ୍ତୁ, ତାପରେ ବଦଳେଇ ଦିଅନ୍ତୁ। ବେଶୀରେ ବେଶୀ ସଂକ୍ରାନ୍ତି କି ସଂକ୍ରାନ୍ତି କିଛି ଲୋକ ବଦଳାନ୍ତି, ସେମିତି ବରଂ କରନ୍ତୁ, ସବୁବେଳେ ତାକୁ ରଖନ୍ତୁ ନାହିଁ।
ଆଉ ଏଇ ନବବର୍ଷକୁ ବହୁତ ସୁନ୍ଦର ଭାବରେ ଆପଣ ମାନେ ୱେଲକମ କରନ୍ତୁ। ଯେମିତି କି ଆମେ ମାଣବସା ଗୁରୁବାରକୁ ପାଳନ କରୁଛନ୍ତି ସେଇଭଳି ଭାବରେ ମାନେ ଦୁଆର ଘର ଧୁଆ ଧୁଇ କରନ୍ତୁ, ମା ଲକ୍ଷ୍ମୀଙ୍କୁ ଆବାହନ କରନ୍ତୁ। ଆକ୍ଚୁଆଲି ସନାତନୀଙ୍କ ମତରେ, ଆମର ଧାର୍ମିକ ମତରେ, ଆମର ଶାସ୍ତ୍ରୀୟ ମତରେ ଇଏ ହଉଛନ୍ତି ନବବର୍ଷ। ଆମେ ସେଦିନ ଭୋରୁ ଉଠିକି ଆମେ ଆମର ସମସ୍ତ କାମ ସାରିକି ଘର ଦ୍ୱାର ଟିକେ ପୋଛା ପୋଛି କରିକି ଟିକେ ରଙ୍ଗୋଲି ଫଙ୍ଗୋଲି ପକାନ୍ତୁ। ମନେ କରନ୍ତୁ ଆପଣ କିଛି ନୂଆ ଉଦାହରଣ ତିଆରି କରନ୍ତୁ ଆପଣଙ୍କ ସୋସାଇଟିରେ, ଆପଣଙ୍କ ସାହିରେ, ଆପଣଙ୍କର ଗାଁରେ। ଆରେ କଣ ନବବର୍ଷ, ଏକ ଲୋକ ଠିକ ରେ ବୁଝି ନାହାନ୍ତି। ସେଇଦିନ ହିଁ ରଙ୍ଗୋଲି ପକାନ୍ତୁ, ମା ଲକ୍ଷ୍ମୀଙ୍କୁ ସାଦରରେ ନିମନ୍ତ୍ରଣ କରନ୍ତୁ। ହେଲା, ପ୍ରତ୍ୟେକଟି ଜିନିଷ ଆପଣ ମାନେ ସ୍ୱରରେ ସଗୁଣର ସହିତ କରିବେ। ଯଦି କୌଣସି ମ୍ୟାରେଜ ଡିଲେ ହଉଛି, କାହାର ବି ଯଦି ମ୍ୟାରେଜ ଡିଲେ ହଉଛି, ଏଇ ଦିନ କଣ କରନ୍ତୁ ନା ୟେଲୋ କଲର ଡ୍ରେସ ପିନ୍ଧିବେ। ଆପଣ ଶାଢୀ ପିନ୍ଧୁଛନ୍ତି କି ଡ୍ରେସ ପିନ୍ଧୁଛନ୍ତି, ୟେଲୋ କଲର ପିନ୍ଧିବେ। 21ଟି ହଳଦୀ ଖଣ୍ଡ କାଲିଠାରୁ କିଣି ଆଣିବେ। କାଲିଠାରୁ 21ଟି ହଳଦୀ ଖଣ୍ଡ କିଣିକି ଆଣିକି ତାକୁ ଟିକେ ଖରାରେ ଦେଖେଇକି ରଖିଥିବେ। ସେଦିନ କଣ କରିବେ ନା ପରଦିନ ଗୋଟିଏ ହଳଦୀ ଖଣ୍ଡକୁ ହଳଦିଆ ସୂତାରେ ନିଜର ଇଚ୍ଛା ସହିତ ସଗୁଣରେ ଗୋଟିଏ ଗଣ୍ଠି ପକାଇବେ। ଏଇଭଳି ଭାବରେ 21ଟା ହଳଦୀ ଖଣ୍ଡକୁ ଗୋଟେ ମାଳା ତିଆରି କରିବେ। ଏଇ ମାଳାକୁ କିଛି ସମୟ ନିଜ ଗଳାରେ ପକେଇବେ। ଗଳାରେ ପକେଇକି କଣ କରିବେ ନା ତାକୁ କିଛି ସମୟ ପରେ ବାହାର କରିକି ନିଜ ବେଡରେ, ବେଡ ତଳେ ମାନେ ଆପଣଙ୍କର ଗଦି ତକିଆ ୟା ତଳେ ରଖି ଦିଅନ୍ତୁ। ଗୁରୁଙ୍କ କୃପାରେ ଏଇ ମାଳା ନିଶ୍ଚିତ ଭାବରେ ବରଣ ମାଳାରେ ବଦଳିବ। ଏ ବିଶ୍ୱାସ ବା ଏଇ ସିଦ୍ଧାନ୍ତ ଆମର ଶାସ୍ତ୍ରୀୟ ମତରେ ରହିଛନ୍ତି। ହଁ, ଏହା ସହିତ ଯଦି ଆମେ ସନ୍ଧ୍ୟାରେ 5ଟି ଦୀପ, ଯଦି ନୁହେଁ ମୋର ସମସ୍ତଙ୍କୁ ମୋର ଏଇଟା ପରାମର୍ଶ ହେଇପାରେ, ମୋର ଏଇଟା ରିକ୍ୱେଷ୍ଟ ହେଇପାରେ, ଆମେ ସମସ୍ତେ ହିନ୍ଦୁ, ଆମେ ସମସ୍ତେ ସନାତନୀ, 5ଟି ଦୀପ ସେଦିନ ଆପଣ ଦୀପ ଦାନ କରନ୍ତୁ। କେମିତି କରିବେ ନା ଆପଣ 5ଟି ଦୀପକୁ, ଗାଈ ଘିଅ ଯଦି ମିଳୁଛି ଆପଣଙ୍କ ପାଇଁ ବହୁତ ଭଲ, ଆପଣଙ୍କର ଘିଅ ସଜାଡି ଦିଅନ୍ତୁ। ଆମେ କେମିତି ସଗୁଣରେ ଦୀପ ପ୍ରଜ୍ୱଳନ କରୁଛନ୍ତି ଆମେ ସମସ୍ତେ ଜାଣିଛନ୍ତି। ଏଇ ଦୀପ ଯୋଉ ଲଗେଇବେ ଆପଣଙ୍କର ଅଗ୍ନି କୋଣରୁ ଆରମ୍ଭ କରିବେ। ବୁଝିପାରୁଛନ୍ତି? ଅଗ୍ନି କୋଣରୁ ଆରମ୍ଭ କରିକି ଆପଣଙ୍କର କ୍ଲକ୍ ୱାଇଜ ପ୍ରତି 4 କୋଣରେ 4ଟି ଆପଣ ଦେଇଦେଲେ, ଆଉ ଘରର ମଝି ସ୍ଥାନରେ ଯୋଉଟା କି ବ୍ରହ୍ମ ସ୍ଥାନରେ ଆପଣ ସେଦିନ ଥୋଇ ଦିଅନ୍ତୁ। ଇଏ ବହୁତ ଭଲ ଭାବରେ ଆମ ଘର ପାଇଁ, ଆମ ଛୁଆ ମାନଙ୍କ ପାଇଁ, ଆମର ପଡୋଶୀ ପାଇଁ, ଆମ ସମାଜ ପାଇଁ, ସମସ୍ତଙ୍କ ପାଇଁ ଏକ ସକାରାତ୍ମକ ଊର୍ଜା ବହନ କରେ। ଏଇଭଳି ଭାବରେ ଏଇ କଥାଟିକୁ ଆମେ କରିପାରିବା। ଆଉ ଯେତେ ସମ୍ଭବ ଯୋଉମାନେ ଶଙ୍ଖ ରଖିଛନ୍ତି ଘରେ, ଯୋଉମାନେ ଶଙ୍ଖ ସହିତ ମାନେ ଶଙ୍ଖରେ ପୂଜା କରୁଛନ୍ତି ବା ଶଙ୍ଖ ଫୁଙ୍କିବା ଅଭ୍ୟାସ ଅଛି, ନିଶ୍ଚିତ ଭାବରେ 19 ତାରିଖ ସକାଳୁ ଆପଣ ଶଙ୍ଖନାଦ କରନ୍ତୁ। ଆଉ ସେଇଦିନ ଆମ ଏଇ ସକାଳ କ୍ଲାସରେ ଦୀର୍ଘ ସମୟ ଶଙ୍ଖନାଦ ହବ। କିଛି ନହେଲେ ବି ଆପଣ ଜଏନ କରିକି ମୋବାଇଲ ଥୋଇ ଦିଅନ୍ତୁ। ଆମର ଶଙ୍ଖନାଦ ସେଦିନ ଆମେ କୌଣସି ପ୍ରକାର ରଖିବା। ଯୋଉମାନେ ଶଙ୍ଖ ରଖିଛନ୍ତି, ରିଅଲି ଶଙ୍ଖ ରଖିଛନ୍ତି, ନିଶ୍ଚିତ ଭାବରେ ସେଦିନ ସକାଳୁ ଯେମିତି ଅନ୍ୟ ପର୍ବକୁ, ଅନ୍ୟ ଉତ୍ସବକୁ ଆପଣ ପାଳନ କରୁଛନ୍ତି, ସେମିତି ରାତିରୁ ଉଠିକି ଆପଣ ସ୍ୱର ସହିତ ଉଠିକି ନିଜର ନିତ୍ୟକର୍ମ ସାରି ଦୀପାବଳି ମାନେ ଦୀପ ଦାନ କରି, ଶଙ୍ଖ ନାଦ କରି, ମାନେ ଖୁବ ସୁନ୍ଦର ଭାବରେ ଗୋଟେ ଖୁସି ମନରେ ସେଦିନ ନିଜକୁ ଅତିବାହିତ କରନ୍ତୁ। ଏଇଭଳି ଭାବରେ ଆମେ ଏସବୁ ଜିନିଷ କରିପାରିବା। ତା ସହିତ ଆମେ ସ୍ୱସ୍ତିକ କରିପାରିବା। ଆମର ମେନ୍ ଡୋରର 2 ସାଇଡରେ କରିପାରିବା, ଆମର ପୂଜା ସ୍ଥଳରେ କରିପାରିବା। ଏଇ ସ୍ୱସ୍ତିକ ଆମେ କୋଉଥିରେ କରିବା ନା ଆମର ରିଙ୍ଗ ଫିଙ୍ଗରରେ, ଯୋଉମାନେ କେଶର ତିଳକ ରଖୁଛନ୍ତି, ମାନେ ପାଉଡର, କେଶର ପାଉଡର ରଖିଛନ୍ତି, ସେଥିରେ ଯଦି ଆମେ ଡୋରର 2 ପାର୍ଶ୍ୱରେ, ଆମ ଠାକୁରଙ୍କ ଘରେ, ଆମର ଟ୍ରେଜେରୀରେ, ଆମ ରୋଷେଇ ଘରେ କରୁଛନ୍ତି, ତାହେଲେ ସମସ୍ତ ପ୍ରକାର ବାଧାବିଘ୍ନ ସେଇ କେଶରର ପାଉଡରରେ ହଟିଯାଏ। ବହୁତ ବହୁତ ଧନ୍ୟବାଦ। ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ। ବହୁତ ବହୁତ ଧନ୍ୟବାଦ। ଏବେ ଆମେ କୋଉଭଳି ଭାବରେ ପାଳନ କରିବା ସ୍ୱରର ସହିତ ଆମର ନବବର୍ଷକୁ, ଏ ବିଷୟରେ ବହୁତ କିଛି ଆଲୋଚନା କଲେ। ବହୁତ ବହୁତ ଧନ୍ୟବାଦ। ଆତ୍ମା ନମସ୍ତେ, ରାମ ରାଜ। ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ।